ଇତିହାସରେ ବହୁତ ଗୁଡିଏ ଧୋକା ଅଛି। ସେଥି ମଧ୍ୟରୁ ପୃଥ୍ୱୀରାଜ ଚୌହାନଙ୍କୁ ଦିଆଯାଇଥିବା ଧୋକା ଅନ୍ୟତମ। ପୃଥ୍ୱୀରାଜ ଚୌହାନଙ୍କୁ ଧୋକା କିଏ ଦେଇଥିଲା ନା ଦେଇଥିବା ଲୋକ ଜୟଚାନ୍ଦ। ଜୟଚାନ୍ଦ ମଧ୍ୟ ଜଣେ ରାଜା ଥିଲେ। ସେ ଥିଲେ କନୌଜ, ଆଜିର ଉତ୍ତରପ୍ରଦେଶର ସେ ରାଜା। ସେ କେବେ ଧୋକା ଦେଇଥିଲେ ନା ପୃଥ୍ୱୀରାଜ ଚୌହାନ ମହମ୍ମଦ ଘୋରୀଙ୍କ ସହିତ ଦ୍ୱିତୀୟ ଥର ଯୁଦ୍ଧ କରିଥିଲେ। ପ୍ରଥମ ଯୁଦ୍ଧରେ ଜୟଚାନ୍ଦ ସପୋର୍ଟ କରିଥିଲେ ଏବଂ ପୃଥ୍ୱୀରାଜ ଚୌହାନ ଜିତିଥିଲେ। ଦ୍ୱିତୀୟ ଯୁଦ୍ଧ ତରାଇନ ଯୁଦ୍ଧ ବୋଲି କୁହାଯାଏ ତାକୁ। ତରାଇନ ଯୁଦ୍ଧ ବୋଲି କୁହାଯାଏ। ଦ୍ୱିତୀୟ ତରାଇନ ଯୁଦ୍ଧରେ ମହମ୍ମଦ ଘୋରୀଙ୍କ ସହିତ ଯୁଦ୍ଧ କରିବା ସମୟରେ ଜୟଚାନ୍ଦ ଧୋକା ଦେଇଥିଲେ। ଧୋକା ଦେଇଥିଲେ ମାନେ ସେ ପୃଥ୍ୱୀରାଜ ଚୌହାନଙ୍କ ସପୋର୍ଟରେ ଆସିନଥିଲେ। ଏମିତି ବି କୁହାଯାଏ ନିଜ ରାଜ୍ୟକୁ ସେ ସୁରକ୍ଷା ଦେଇଥିଲେ। ପୃଥ୍ୱୀରାଜ ଚୌହାନ କିଏ ଥିଲେ ନା ପୃଥ୍ୱୀରାଜ ଚୌହାନ ଆଜମେର, ରାଜସ୍ଥାନ, ବର୍ତ୍ତମାନର ରାଜସ୍ଥାନର ରାଜା ଥିଲେ। 1192 ମସିହାର କଥା। ଏବଂ ସେ ସମୟରେ ରାଜପୁତ ମାନେ ଶ୍ରେଷ୍ଠ ଭାବରେ ଶାସନ କରୁଥିଲେ ଆମ ଭାରତବର୍ଷ। ଏଠି ଜୟଚାନ୍ଦ କଣ କଲେ ନା ଦ୍ୱିତୀୟ ତରାଇନ ଯୁଦ୍ଧରେ ମହମ୍ମଦ ଘୋରୀଙ୍କ ଏଗେନଷ୍ଟରେ ଗଲେନି ବା ପୃଥ୍ୱୀରାଜ ଚୌହାନଙ୍କୁ ସପୋର୍ଟ କଲେନି ଏବଂ ମହମ୍ମଦ ଘୋରୀ ସହିତ ଆଉ ଥରେ ଯୁଦ୍ଧ କରିଛନ୍ତି କି ନା ଜୟଚାନ୍ଦ 1194ରେ ଜୟଚାନ୍ଦ ମଧ୍ୟ ମହମ୍ମଦ ଘୋରୀଙ୍କ ସହିତ ଯୁଦ୍ଧ କରିକି ମୃତ୍ୟୁବରଣ କରିଛନ୍ତି। ତ ଏହା ହଉଛି ପୃଥ୍ୱୀରାଜ ଚୌହାନଙ୍କୁ ଦିଆଯାଇଥିବା ଇତିହାସର ସବୁଠାରୁ ବଡ ଧୋକା।